हेलो स्टूडेंट वेलकम टू माय यूट्यूब चैनल विश्व ओडिया एजुकेशन चलते आम देखा आज नंतविधिर नियम तो नंतविधि आ सत्यविधि नंतविधि कहले कौन बुझ जो नियम रे पद मध्यस्थित न स्थान ण हुए ताहा कौन अंतविधि कह जाए न जगार न उठीज न पर ण हम से जगार ताकू नंतविधि कह जाए। तो तार भी किसी कोई जगह बस रणतविधि हुए कोई जगह रणतविधि हुए नहीं ताकू जानिबा को जगह हुए पद मध्य रु र मुद्नेश परे न थिले न स्थान रे न हुए यथा उदाहरण ऋण रु ऋण रु न ହେଇଥିଲେ ହେଇନଥାନ୍ତା ଅଖାଡୁଆ ଗୋଟେ ଶବ୍ଦଟା ଅଶୁଦ୍ଧି ଶୁଭା ଯାଉଛି ତେଣୁ ଋଣ ତ ତଳେ ରୁ ଫଳା ଦିଆହେଲା ତୃଣ 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 ହେଇଥିଲେ ଅବାଗିଆ ହେଇଥାନ୍ତା ଅଶୁଦ୍ଧ ଶବ୍ଦ ହେଇଥାନ୍ତା ତେଣୁ ତୃଣ ହେଲା। ତାପରେ ଆସିଲା ରୁ ର ବା ମୁଦ୍ନେଶ ପରେ ସ୍ୱରବର୍ଣ୍ଣ କ ବର୍ଗ ସ୍ୱରବର୍ଣ୍ଣ କିମ୍ବା କ ବର୍ଗ କ ଖ ଗ ଘ ଙ ତାପରେ ପ ବର୍ଗ ପ ଫ ବ ଭ ମ ଜ ବ ହ ଓ ଅନୁସାର ମଧ୍ୟରୁ ଏକ ବା ଏକାଧିକ ବର୍ଣ୍ଣର ବ୍ୟବଧାନ ଥିଲେ ମଧ୍ୟ ନ ସ୍ଥାନରେ ଣ ହୁଏ। ବୁଝିପାରିଲ ଫାର୍ଷ୍ଟଟା କ'ଣ ଦେଲା ପଦ ମଧ୍ୟରେ ରୁ ର ମୁଦ୍ନେଶ ପରେ ନ ଥିଲେ ନ ସ୍ଥାନରେ କ'ଣ ହୁଏ ଣ ହୋଇଥାଏ କିନ୍ତୁ ସେକେଣ୍ଡଟା ଦେଲା ରୁ ର ବା ମୁଦ୍ନେଶ ପରେ ସ୍ୱରବର୍ଣ୍ଣ କିଏ ଅ ଠାରୁ ଔ ଯାଙ୍କେ ତାପରେ କ ବର୍ଗ କ ଖ ଗ ଘ ଙ ପ ବର୍ଗ ପ ଫ ବ ଭ ମ ତାପରେ ଆସିଲା ଅନ୍ତେସ୍ତଜ ବ ବା ୱ ହ ଓ ଅନୁସାର ମଧ୍ୟରୁ ଏକ ବା ଏକାଧିକ ବର୍ଣ୍ଣ କହେ ବ୍ୟବଧାନ ଥିଲେ ବା ମିଶିକିରି ଥିଲେ ବା ଯୋଉଟା ଯୁକ୍ତାକ୍ଷର କହୁଛେ ମଧ୍ୟ ନ ସ୍ଥାନରେ ଣ ହୁଏ କ'ଣ ହୋଇଥାଏ ଣ ସ୍ଥାନରେ ଣ ହୋଇଥାଏ ଯଥା ମ ରଣ ର ଅ ଆସିଲା ସ୍ୱରବର୍ଣ୍ଣ ଣ ମରଣ ତାପରେ ପ୍ର ପ୍ରମାଣ ପ୍ରମାଣ ମ ଆସିଲା ଣ ଣା ଣା ଆ ଆସିଲା ପ୍ରମା ମା ଆ ଆସିଲା ମାଣ ପ୍ରମାଣ ଅପରାହ ତଳେ ହଳାନ୍ତ ହ ନ ଅପରାହ୍ନ ରାହ୍ନ ଅପରାହ୍ନ ହ ତଳେ ରହିଲା କ'ଣ ହଳାନ୍ତ ରହିଲା ତେଣୁ କ'ଣ ଅନୁସାର ବିସର୍ଗ କରିକି ଆସିଲା ଅନୁସାର ବିସର୍ଗ ଏଗୁରା ସବୁ ଆସିଲା ହଳାନ୍ତ ଆସିଲା ତ ତେଣୁ ଣ ହେଲା ରୁକ୍ମିଣୀ ମିଣି ଯୁକ୍ତାକ୍ଷର ଆସିଲା ମି ମିଣି ତେଣୁ ଣ ହେଲା ବୃହଂସ ଅନୁସାରେ ଆସିଲା ହଂସ ବୃହଣ 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 କ'ଣ ହେଲା ହଁ ଜାଗାରେ ଣ ହେଲା ପିଲାମାନେ ବୁଝିପାରିଲ ତ। ତାପରେ କ'ଣ ଦେଇଛି ବ୍ୟତିକ୍ରମ କିଛି ଆଧିରେ ଦେଖାଯାଇଥାଏ ବ୍ୟତିକ୍ରମ ରୁ ର ମୁଦ୍ରେଶ ପରେ ଅନ୍ୟ ବର୍ଣ୍ଣ ବ୍ୟବଧାନ ଥିଲେ ନ ସ୍ଥାନରେ ନ ହୁଏ ନାହିଁ କ'ଣ କହିଲା ନା ଇଏ ଦେଲା ଯଦି ସ୍ୱରବର୍ଣ୍ଣ କ ବର୍ଗ ପ ବର୍ଗ ଅନ୍ତେସ୍ତଜ ୱ ହ ଅନୁସାର ଏଗୁରା ସବୁ ଥାଏ ତାହେଲେ ହବ କିନ୍ତୁ କହିଦେଲା ତାପରେ ରୁ ର ମୁଦ୍ନେଶ ପରେ ଅନ୍ୟ ବର୍ଣ୍ଣ ବ୍ୟବଧାନ ଥିଲେ ମାନେ ଅଲଗା ଆକୁ ଛାଡ଼ିକିରି ଏଇ ଯୋଉ ବର୍ଣ୍ଣ ଗୁରା କହିଲା ତାକୁ ଛାଡ଼ିକି ଯଦି ଅନ୍ୟ ବର୍ଣ୍ଣ ଥାଏ ବ୍ୟବଧାନ ତାହେଲେ ନ ସ୍ଥାନରେ ଣ ହେବ ନାହିଁ ଯଥା ନର୍ତ୍ତନ ନର୍ତ ଦ୍ୱିତୀୟ ତରେ ରେପ ତ ରେପ ରହିଗଲା ନ ହବନି ଅର୍ଜୁନ ଅର୍ଜୁ ରେପ ରହିଗଲା ତେଣୁ ହସଉ ରହିଗଲା ରେପ ସାଙ୍ଗରେ ହସଉ ରହିଗଲା ତେଣୁ ହବ ନାହିଁ ବୁଝି ପିଲାମାନେ ଦୁଇଟି ପଏଣ୍ଟ ଗଲା ତା ଦେହରେ ଗୋଟେ ବ୍ୟତିକ୍ରମ ରୂପ ବି ରହିଲା କୋଉଠି ନ ହବ ନାହିଁ ତାପରେ ଆସିଲା ପୂର୍ବ ପଦରେ ରୁ ର ମୁଦ୍ନେଶ ଓ ପର ପଦରେ ନ ଥିଲେ ନ ସ୍ଥାନରେ ଣ ହୁଏ ନାହିଁ ଆଉ ଗୋଟେ ବ୍ୟତିକ୍ରମ ଆସିଲା କ'ଣ ନା ଯୋଉଠି ପୂର୍ବ ପଦରେ ଅର୍ଥାତ୍ ପୂର୍ବ ପର ତ ଜାଣିଛ ଗୋଟେ ପଦର ଦୁଇଟି ପାର୍ଶ୍ୱ ଗୋଟେ ପଦର ଦୁଇଟି ପାର୍ଶ୍ୱ ଥାଏ ପୂର୍ବ ପଦ ଆଉ ପଶ୍ଚିମ ପଟ ପୂର୍ବ ପଶ୍ଚିମ ଅର୍ଥାତ୍ ବାମ ପଟଟା ଯୋଉଟା ପୂର୍ବ ଡାହାଣ ପଟଟା ପଶ୍ଚିମ କୁହାଯାଏ ପଦରେ ରୁ ର ମୁଦ୍ନେଶର ପରପଦରେ ନ ଥିଲେ ହେଲା ତା ପରପଦରେ ଯଦି ନ ଥାଏ ତାହେଲେ ନ ସ୍ଥାନରେ କ'ଣ ହୁଏ ଣ ହୁଏ ବୁଝିପାରିଲ ତ ହୁଏ ନାହିଁ ଣ ହୁଏ ନାହିଁ ଯଥା ଦୁର୍ନାମ ଦ ହସଉ ରହିଲା ନା ନାଇଁ ଉ ଦ୍ରୁ
ନା ନାଇଁ ଦ କିନ୍ତୁ ଶବ୍ଦ ୱାର୍ଡ ଆସିଲା କ'ଣ ଦ ହସୁକାର ରହିଲା ଦ୍ରୁ ଉ ସ୍ୱରବର୍ଣ୍ଣ ନା ନାଇଁ ନା ନରେ ରେଫ ଆକାର ନା ମ ତେଣୁ ଏଟା ନ ଥିଲେ ମଧ୍ୟ ଣ ହେଲା ନାହିଁ। ପୁନର୍ନୃବା ପୁ ନ ନ ରେଫ ନୃ ରେଫ ରହିଗଲା ବା ଆକାର ତେଣୁ ନ ହେଲା ନାହିଁ ପ ଅଛି ଯେହେତୁ ବୁଝିପାରିଲ ତ। ତାପରେ ଦେଖିବା 4 ନମ୍ବର ପଏଣ୍ଟ ଆମର କ'ଣ କହୁଛି ଟ ବର୍ଗ ଯୁକ୍ତ ନ ଣ ହୁଏ। ଆଚ୍ଛା ଟ ବର୍ଗ ଯୁକ୍ତ ଟ ବର୍ଗ ଯେ ଟ ଠ ଡ ଢ ଣ ଯଥା ବଣ୍ଟନ ଲୁଣ୍ଠନ ଭାଣ୍ଡ ଷଣ୍ଢ କଣ୍ଟକ ମଣ୍ଡଳ ଖଣ୍ଟ ଖଣ୍ଡ ମଣ୍ଡନ ଏଗୁରା ସବୁ କ'ଣ ନ ଜାଗାରେ ଣ ହୁଏ। ତାପରେ ପୁଣି 5 ନମ୍ବର ପଏଣ୍ଟଟା କ'ଣ ଦେଲା ତ ବର୍ଗ ନ ଣ ହୁଏ ନାହିଁ। ତାହେଲେ କହିଦେଲା କ'ଣ 5 ନମ୍ବରଟା ବ୍ୟତିକ୍ରମ ରୂପ ଦେଇଦେଲା। 3 ନମ୍ବର ବ୍ୟତିକ୍ରମ କ'ଣ ରହିଲା ତ ପୂର୍ବଯୁକ୍ତ ବର୍ଗଯୁକ୍ତ ନ ଣ ହୁଏ ନାହିଁ ଯଥା କ୍ରାନ୍ତି ଗ୍ରନ୍ଥ ବୃନ୍ଦ କ୍ରନ୍ଦନ ଚନ୍ଦନ କୁନ୍ତଳ। ତାପରେ ଆସିଗଲା 6 ନମ୍ବର ପ ପରା ପରି ନିର ଉପସର୍ଗ ଉପସର୍ଗ ଆମର 25ଟା ପ ପରା ଅପସନ୍ ନି ଅଧିସୁ ଉତ୍ ନିର ପରିପ୍ରତି ଅପ ଅନୁ ଏମିତି ସବୁ ଅଛି ହେଲା। ଏ ଉପସର୍ଗର କ'ଣ ଯୋଉ ଉପସର୍ଗ ଥିଲେ ନମ୍ ନି ପ୍ରଭୃତି କେତେକ ସ୍ୱତନ୍ତ୍ର ଧାତୁ ଥିଲେ ସେହି ଧାତୁ ସ୍ଥିତ ନ ଣ ହୁଏ ହେଲା। କ'ଣ ନମ୍ ଆଉ ନି ବୁଝିପାରିଲ ତ ନମ୍ ଆଉ ନି ବାଗିଆ ଧାତୁ ରୂପ ସଂଯୋଗ ହେଇଥିଲେ ସେ ଜାଗାରେ କ'ଣ ହୁଏ ନ ଜାଗାରେ ଣ ହୁଏ। ପ୍ରଣତି ପ୍ରମାଣ ପ୍ରଣୟ ପରାକରଣ ପରିଣୟ ପରିମାଣାମ ନିର୍ମାଣ ନିର୍ଣ୍ଣୟ ଏଗୁରା ସବୁ ଥିଲେ ହବ। ତାପରେ 7 ନମ୍ବର ଆସିଲା କ'ଣ ପଦାନ୍ତ ହସନ୍ତ ନ ରଣ ହୁଏ ନାହିଁ ଅର୍ଥାତ୍ ଯେତି ବ୍ୟତିକ୍ରମ ରୂପ ଦେଖାଲା ପଦାନ୍ତ ନନ୍ତନ୍ତ ହ ସନ୍ତ ପଦାନ୍ତ ହସନ୍ତ ଏସବୁ କ'ଣ ନ ରଣ ହୁଏ ନାହିଁ ଯଥା ଶ୍ରୀମାନ ମହିୟାନ ଗରିୟାନ ଅର୍ଥାତ୍ ଜଣକ ପଦବୀ କିମ୍ବା ହସନ୍ତ ଜଣକୁ ପଦ୍ୟନ୍ତ ହସନ୍ତ ଅର୍ଥାତ୍ ବୁଝିପାରିଲ ତ ଜଣ ଶ୍ରୀମାନ ଜଣକୁ କ'ଣ ସମ୍ମାନ ଅର୍ଥ ତାକୁ ଲଙ୍ଘିଆନ ବୁଝିପାରିଲ ତ ମହିୟାନ ଗରିୟାନ ନିର୍ଦ୍ଦିଷ୍ଟ ଗୋଟେ ଉପାଧିରେ ଭୂଷିତ କରୁଛ ପଦ ଦେଉଛ ସ୍ଥାନ। ତାପରେ ଆସିଲା 8 ନମ୍ବର ପଏଣ୍ଟ 8 ନମ୍ବର ପଏଣ୍ଟ ନ ବିଧି ନିୟମକୁ ରକ୍ଷା ନକରି କେତେକ କ୍ଷେତ୍ରରେ ନ ଣ ହୁଏ ଏହାକୁ ସ୍ୱାଭାବିକ ଣ କହନ୍ତି। କ'ଣ ସାଧାରଣତଃ ଣ କହନ୍ତି ଯୋଉ ଜାଗାରେ ଏ ନତବିଧି ନିୟମକୁ ମାନିବ ନାହିଁ। ତତ୍ସମ ତଦ୍ଭବ ଦେଶଜ ଶବ୍ଦରେ ଏହି ସ୍ୱାଭାବିକ ଣ ଦେଖିବାକୁ ମିଳେ। କୋଉ ଶବ୍ଦ ନା ତତ୍ସମ ସଂସ୍କୃତ ଭାଷା ସହିତ ସମାନ ଶବ୍ଦ ଦେଶଜ ଆମ ଦେଶର ଶବ୍ଦ ଯୋଉ ତତ୍ଭବ ସେଇ ସଂସ୍କୃତ ଶବ୍ଦରୁ ଉଦ୍ଭବ ଶବ୍ଦ ଏଇ 3 ପ୍ରକାର ଶବ୍ଦରେ ସାଧାରଣତଃ ନ ଦେଖିବାକୁ କ'ଣ ଅଣସୋରିଷ ଅଣାକାର ଅଣିଆ ଅଣୁ ଆଣବିକ ଆପଣ ଏଣା ଏଣି ଓଡ଼ିଆଣୀ ଓଢ଼ଣୀ କଙ୍କଣ କଣ କଣା କଣିକା କଢ଼ାଣ କଲଣା କଲ୍ୟାଣ ଇତ୍ୟାଦି ଇତ୍ୟାଦି ଶବ୍ଦ ସବୁ ପିଲାମାନେ ନତବିଧି ବୁଝି ହେଇଥିବ। ତାପରେ ଆସିଲା ସତ୍ତ୍ୱବିଧି ସତ୍ତ୍ୱବିଧି ଆମେ କାହାକୁ କହିବା ନା ଯେଉଁ ନିୟମରେ ଦନ୍ତେଶ ସ୍ଥାନରେ ମୂର୍ଧନ୍ୟସ୍ୟ ହୁଏ ତାହାକୁ ସବିଧି ବା ସତ୍ତ୍ୱବିଧି କୁହାଯାଏ। କ'ଣ ହେଇଥାଏ ଦନ୍ତେଶ ଜାଗାରେ ମୂର୍ଧନ୍ୟସ ଅ ଆ ଭିନ୍ନ ସ୍ୱରବର୍ଣ୍ଣ ପରେ ଦନ୍ତେଶ ଥିଲେ ତାହା ମୂର୍ଧନ୍ୟସ ହୁଏ। କ'ଣ ଅ ଆ ଭିନ୍ନ ସ୍ୱରବର୍ଣ୍ଣ ପରେ ଅ ଆ ଭିନ୍ନ ସ୍ୱରବର୍ଣ୍ଣ ମାନେ ହସେଇ ଦିଘେଇ ହସଉ ଦୁଘ ରୁ ରୁ ଏ ଐ ଓ ଔ ବୁଝିପାରିଲ ତ ଅ ଆକୁ ଛାଡ଼ିକିରି ଆଉ ଯୋଉ ସ୍ୱରବର୍ଣ୍ଣ ଥିବ ଦନ୍ତେଶ ପରେ ଦନ୍ତେଶ ଯଦି ଉଚ୍ଚାରଣ ହଉଥିବ ତାହେଲେ ସେଇଟା ମୂର୍ଧନ୍ୟସ ହେବ। ମଝିରେ କ ଓ ର ଥିଲେ ମଧ୍ୟ ହୁଏ ମଝିରେ କ'ଣ କ ଓ ର ଥିଲେ ମଧ୍ୟ ହୁଏ। ଉଦାହରଣ ଅନୁଷ୍ଠାନ ଅନୁ ଆସିଲା ନୁ ହସଉ ନ ହସଉକା ନୁ ଷ୍ଠା ଦନ୍ତେଶ ଜାଗାରେ ମୂର୍ଧନ୍ୟସ ହେଲା ଷ୍ଠା ନ ଅନୁଷ୍ଠାନ ବୁଝିପାରିଲ ତ ଏଥରକ ଅଭି ହସେଇ ରହିଲା ହସେଇକା ରହିଲା ନା ଅଭି ସେ ଦନ୍ତେଶ ଜାଗାରେ ମୂର୍ଧନ୍ୟସ ହେଲା ସେକ ବୁଝିପାରିଲ। ଏପରି ଭାବରେ ସ୍ତବିଧି ନିୟମରେ ମଧ୍ୟ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏହି ନିୟମରେ ବ୍ୟତିକ୍ରମ ହେଉଛି କ'ଣ ଅସୁସନ୍ଧାନ ଅନୁସରଣ ଅଭିସାର ନିସର୍ଗ ନିସ୍ତାର ନୈସର୍ଗିକ ପରିସର ବିସର୍ଗ ବିସର୍ଜନ ବିସୂଚିକା ବିସ୍ତାର
ବିସ୍ମରଣ ବିସ୍ତୃତି ଏ ଶବ୍ଦ ସବୁ କ'ଣ ରହିଲା ନା ଅଶୁଦ୍ଧିଗତ ଶବ୍ଦ ରହିଲା। ତାପରେ ସାତ୍ ପ୍ରତ୍ୟୟ ସମ୍ବନ୍ଧିତ ସ ଦନ୍ତେଶ ମୂର୍ଦ୍ଧନ୍ୟସ ହୁଏ ନାହିଁ। ସାତ୍ ପ୍ରତ୍ୟୟ ଅଗ୍ନି ସାତ୍, ଧୂଳି ସାତ୍, ଉଦର ସାତ୍, ଭସ୍ମ ସାତ୍, ଆତ୍ମସାତ୍। ବୁଝିପାରିଲ ତ। ତାପରେ କେତେକ ଶବ୍ଦରେ ସ୍ୱାଭାବିକ ମୂର୍ଦ୍ଧନ୍ୟସ ଥାଏ, କେତେକ ଶବ୍ଦରେ ମଧ୍ୟ ସ୍ୱାଭାବିକ ମୂର୍ଦ୍ଧନ୍ୟସ ଦେଖିବାକୁ ମିଳିଥାଏ। ଅଶେଷ, ଆଷାଢ଼, ଈଷତ୍ ଏସବୁ କ'ଣ ଆମ ଦେଶଜ ଶବ୍ଦ, ଯାହା ସବୁ ଆମ ଦେଶଜ ଶବ୍ଦ ଆ ଦେହରେ ହିଁ କେବଳ କ'ଣ ର ବ୍ୟତ୍କ୍ରମୀକୃତ ପରିବର୍ତ୍ତନ ହୋଇଥାଏ ହେଲା, ବ୍ୟୁତ୍ପତ୍ତି ଦେଖାଯାଇଥାଏ। ଚାଷ, ତୋଷ, ଦୂଷଣ, ପାଷାଣ ଏସବୁରେ କ'ଣ ହେଇଥାଏ ନା ସ୍ୱାଭାବିକ ଶବ୍ଦ ଥାଏ। ସେହିପରି ଭାବେ 4 ନମ୍ବର ପଏଣ୍ଟ କ'ଣ ହେଲା, ଏକ ପଦରେ ରୁ କାର ପରସ୍ଥିତ ଦନ୍ତେଶ ମୂର୍ଦ୍ଧନ୍ୟସ ହୁଏ। କ'ଣ ଏକ ପଦରେ ରୁ କାର ପରସ୍ଥିତ, ଉଦାହରଣ ତୃଷ୍ଣା, ତୃ ରୁ ରହିଲା ତୃଷ୍ଣା। ବୁଝିପାରିଲ ତ। କୃଷକ, କୃ ରୁ ରହିଲା। ସାଧାରଣତଃ ଦେଶଜ ଓ ବୈଦେଶିକ ଶବ୍ଦରେ ଦନ୍ତେଶ ମୂର୍ଦ୍ଧନ୍ୟସ ହୁଏ ନାହିଁ। କ'ଣ ସାଧାରଣତଃ ଦେଶଜ ଆଉ ବୈଦେଶିକ ଶବ୍ଦରେ ଦନ୍ତେଶ ମୂର୍ଦ୍ଧନ୍ୟସ ହୁଏ ନାହିଁ। ବ୍ୟତ୍କ୍ରମ ଦେଖାଗଲା, ଯଥା ଇସାରା, ରୋଶନୀ, କୋଶିଶ, ନୋଟିସ୍, ସ୍କୁଲ, ହିସାବ, ବାକ୍ସ, ମୁସ୍କିଲ, ମୁସ୍ତରୀ, ମୁହାଁସ, ହେନ୍ସ, ହାସପାତାଲ, ହାସଲ, ଲସି, ଲକ୍ସର, ଲସା, ଲସି ପ୍ରଭୃତି ହେଲା। କିନ୍ତୁ କମେଷ୍ଟ୍ରି, ବାରିଷ୍ଟର, ମାଜିଷ୍ଟ୍ରେଟ, ଟ୍ରେସନ ପ୍ରଭୃତି ଇଂରାଜୀ ଶବ୍ଦରେ ମୂର୍ଦ୍ଧନ୍ୟସର ବ୍ୟବହାର ହୋଇଥାଏ। କେଉଁ କେଉଁ ଶବ୍ଦ ମନେ ରଖିବ ପିଲାମାନେ, ମୋଷ୍ଟ ଇମ୍ପୋର୍ଟାଣ୍ଟ କେମିଷ୍ଟ୍ରି, ବାରିଷ୍ଟର, ମାଜିଷ୍ଟ୍ରେଟ, ଷ୍ଟେସନ ପ୍ରଭୃତି ଇଂରାଜୀ ଶବ୍ଦରେ ସର ବ୍ୟବହାର ହୋଇଥାଏ। ତ ପିଲାମାନେ ମୁଁ ଭାବୁଛି ଆଜି ତୁମେ 10ମ ଶ୍ରେଣୀ ବହି ଅପେକ୍ଷା ମୁଁ ଏ ଯେଉଁ ଓଡ଼ିଆ ବ୍ୟାକରଣ ବହିରୁ ପଢ଼େଇଲି ଏ ବହିରେ ତୁମେ କ'ଣ କରିବ ଭଲସେ ବୁଝିପାରିବ। ସେଥିପାଇଁ ଏ ବହିଟାକୁ ମୁଁ ବ୍ୟବହାର କରିଛି। ବ୍ୟବହାର କରିକି ତମେ ମାନେ ବୁଝିବା ପାଇଁ ସହଜ ଟ୍ରିକ୍ ସବୁ ୟୁଜ୍ ଆ ଦେହରେ ଯେଉଁ ଥିଲା ତାକୁ ଆ ଦେହରେ ତ ବିଶେଷ କିଛି ଜଣାପଡ଼ୁନାହିଁ ଏ ଯେଉଁ ବହିରେ, ତମ ବହିରେ। ମୁଁ ସେଥିପାଇଁ ଏ ବହିଟା ୟୁଜ୍ କରିକି ତମକୁ ସର୍ଟରେ କେମିତି ମନେ ରହିବ ତମର, ସେଥିପାଇଁ ଆକୁ ରଖିଛି। ତ ରହୁଛି, ଭାବୁଛି